ଜୟ ଜଗନ୍ନାଥ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ଡିକେ। ଆଜିର କ୍ଲାସ୍ରେ ଆମେ ଫିଫା ୱାର୍ଲଡ କପ୍ 2026ର କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଦେଖିବା। ତ ଡେରି ନ କରିକି ଆମେ କ୍ଲାସ୍ ଷ୍ଟାର୍ଟ କରିଦେବା। ଫିଫା ୱାର୍ଲଡ କପ୍ 2026 ଯୋଉଟାକି ହେଉଛି କେତେ 23rd ଏଡିସନ୍। ଏଇ 2026ଟା କେତେ 23rd ଏଡିସନ୍। ଏଇଟା ହୋଷ୍ଟ କଣ୍ଟ୍ରି ହେଉଛି କାନାଡା, ମେକ୍ସିକୋ, ୟୁନାଇଟେଡ୍ ଷ୍ଟେଟ୍ସ। ଆଉ 2024 ଏଡିସନ୍ ହବ, ମାନେ 24th ଏଡିସନ୍ ଯୋଉ ହବାକୁ ଯାଉଛି ଫିଫା ୱାର୍ଲଡ କପ୍, ଯୋଉଟା କି 2030 ହବାକୁ ଯାଉଛି। ଏବଂ ତାର ହୋଷ୍ଟ କଣ୍ଟ୍ରି ରହିକି କିଏ? ମୋରୋକୋ, ପର୍ତ୍ତୁଗାଲ, ସ୍ପେନ୍। ହେଲା, ଏଇ ଯୋଉ 2024ର ଏଇ ଯୋଉ 2026ର ଅଛି ହେଇଥିଲା, ତାର ମାସ୍କଟ କଣ ଥିଲା? ଗୋଟେ ହଉଛି ମାପ୍ଲେ, ଯୋଉଟା ହଉଛି କଣ ଗୋଟେ ମୁସ୍, ଯୋଉଟା ରିପ୍ରେଜେଣ୍ଟ କରୁଛି କାହାକୁ? କାନାଡାକୁ ରିପ୍ରେଜେଣ୍ଟ କରୁଛି। ଆଉ ଗୋଟେ ଜାୟୁ, ଯୋଉଟା ହଉଛି ଜାଗୁଆର, ଯୋଉଟା ରିପ୍ରେଜେଣ୍ଟ କରୁଛି କାହାକୁ? ମେକ୍ସିକୋ। ଆଉ ଗୋଟେ ହଉଛି କ୍ଲଚ୍, ଯୋଉଟା ହଉଛି ବାଲ୍ଡ ଇଗଲ, ଯୋଉଟା ରିପ୍ରେଜେଣ୍ଟ କରୁଛି ୟୁଏସଏ। ହେଲା, ଯୋଉ ୱାର୍ଲଡ କପ୍ ହେଇଥିଲା କେତେରୁ କେତେ? ଜୁନ 11ରୁ ଜୁଲାଇ 19 ଭିତରେ ଏଟା ହେଇଥିଲା। ହେଲା, ଜୁଲାଇ 19ରେ ତାର ଫାଇନାଲ ଖେଳା ଯାଇଥିଲା। ଟୋଟାଲ ଟିମ୍ ପାର୍ଟିସିପେଟ କରିଥିଲେ କେତେଟା? 48। ଟୋଟାଲ ମ୍ୟାଚ୍ ପ୍ଲେୟର କେତେ? 104। ଟୋଟାଲ ମ୍ୟାଚ୍ ପ୍ଲେ ହେଇଥିଲା କେତେ? 104। ଟୋଟାଲ ଗୋଲ ସ୍କୋର ହେଇଥିଲା କେତେ? 308। ହେଲା, ଚମ୍ପିୟନ ହେଇଥିଲା କାଲି ଯୋଉ କେବେ ହେଇଥିଲା 19ରେ ଯୋଉ ଫାଇନାଲ ହେଇଥିଲା, ତାର ଚମ୍ପିୟନ କିଏ? ତାର ଚମ୍ପିୟନ ହେଇଥିଲା ସ୍ପେନ୍। ଯୋଉଟା କି ସ୍ପେନର ଏଟା ହଉଛି ସେକେଣ୍ଡ ଟାଇଟଲ। ସେ ଫାର୍ଷ୍ଟ ଟାଇଟଲ କେବେ ଜିତିଥିଲା? ଫାର୍ଷ୍ଟ ଟାଇଟଲ 2010ରେ ଜିତିଥିଲା। ହେଲା, ଆଉ ରନର୍ସ ଅପ୍ ହେଇଥିଲା ଆମର ଆର୍ଜେଣ୍ଟିନା। ଥାର୍ଡ ପ୍ଲେସ୍ ଥିଲା ଇଂଲଣ୍ଡ। ଫୋର୍ଥ ପ୍ଲେସ୍ ଫ୍ରାନ୍ସ। ଆଉ ଟପ୍ ସ୍କୋରର ବାଜିରେ କଣ? ୱିନର ଅଫ୍ ଗୋଲ୍ଡେନ ବୁଟ୍ କେବେ ହେଇଥିଲେ? କେଲେନ୍ ଏମ୍ବାପେ, ଯିଏ କି ଫ୍ରାନ୍ସର। କାଇଲିନ୍ ଏମ୍ବାପେ, ଯିଏ ହଉଛି କି ଫ୍ରାନ୍ସର, ସେ ହଉଛି କଣ ଗୋଲ୍ଡେନ ବୁଟ୍ ପାଇଥିଲେ। କାହିଁକି ନା ସେ ସ୍କୋର କରିଥିଲେ କେତେଟା? ସବୁଠୁ ହାଇଏଷ୍ଟ ସ୍କୋର କରିଥିଲେ 10ଟା ସ୍କୋର କରିଥିଲେ, ସେ 10ଟା ଗୋଲ କରିଥିଲେ। ହେଲା, ବେଷ୍ଟ ପ୍ଲେୟାର, ୱିନର ଅଫ ଦ ଗୋଲ୍ଡେନ ବଲ୍, ଯେ ଗୋଲ୍ଡେନ ବଲ୍ ର ୱିନର କିଏ ଥିଲା? ଯେ ବେଷ୍ଟ ପ୍ଲେୟାର ଯିଏ, ସେ ହଉଛି କିଏ? ରୋଡ୍ରି, ସ୍ପେନ୍ ପ୍ଲେୟାର ରୋଡ୍ରି। ହେଲା, ସେମିତି ବେଷ୍ଟ ଗୋଲ କିପର, ଗୋଲ୍ଡେନ ଗ୍ଲୋବ ୱିନର କିଏ ଥିଲେ? ଓନାଇ ସାଇମନ୍ସ, ଯିଏ ହଉଛି କି ସ୍ପେନ୍ ପ୍ଲେୟାର। ବେଷ୍ଟ ୟଙ୍ଗ ପ୍ଲେୟାର ପାଉ କୁବାର୍ସି, ଯେ ସ୍ପେନର। ହେଲା, ଫେୟାର ପ୍ଲେ ଆୱାର୍ଡ କିଏ କୋଉ କଣ୍ଟ୍ରି ଜିତିଲା? ଫେୟାର ପ୍ଲେ ଆୱାର୍ଡ ନେଦରଲ୍ୟାଣ୍ଡ। ହେଲା, ତ ଏଇଗୁରା ସବୁ ଇମ୍ପୋର୍ଟାଣ୍ଟ, ଏଇଗୁଡାକୁ ଟିକେ ନୋଟ କରିଦେବେ। କଣ ଫେୟାର ପ୍ଲେ ଆୱାର୍ଡ କିଏ ଥିଲା? ନେଦରଲ୍ୟାଣ୍ଡସ। ତ ୟା ପରେ ଦେଖିବା, ୟା ରିଲେଟେଡ କିଛି କ୍ୱେଶ୍ଚିନ୍ ଦେଖିବା। ହେଲା, which team has won the FIFA World Cup 2026? ୱାର୍ଲଡ କପ୍ ଜିତିଲେ, ମୁଁ କହିଥିଲି ୱାର୍ଲଡ କପ୍ ଜିତିଲେ କିଏ? ସ୍ପେନ୍। କାହାକୁ ହରେଇକି? ଆର୍ଜେଣ୍ଟିନାକୁ ହରେଇକି ସ୍ପେନ୍ ଜିତିଥିଲା। ହେଲା, ମୁଁ କେତେଟା ଗୋଲରେ ଜିତିଥିଲା? 1-0 ଗୋଲରେ ଜିତିଥିଲା। ହେଲା, କଣ 1-0 ଗୋଲରେ ଜିତିଥିଲା। ହେଲା, ତ ୱିନର କିଏ? ସ୍ପେନ୍। Who scored the only winning goals for Spain in the final? ଯୋଉ ଗୋଟେ ଗୋଲ ହେଇଥିଲା, ସେଟା କିଏ ସ୍କୋର କରିଥିଲା? କିଏ କରିଥିଲା? ଫେରାନ୍ ଟର୍ସ। କିଏ କରିଥିଲେ? ଫେରାନ୍ ଟର୍ସ। ହେଲା, ତ ନେକ୍ସଟ କ୍ୱେଶ୍ଚନ ଯିବା। ସ୍ପେନ୍ won the match against Argentina with goal, ମାନେ କେତେ ଗୋଲ ସେ ଜିତିଥିଲା? କେତେ ଜିତିଥିଲା? କହିଥିଲି ମୁଁ 1-0। 1-0 ଗୋଲ ଜିତିଥିଲା। ତାପରେ how many goals scored in the whole tournament? ଟୋଟାଲ ଟୁର୍ଣ୍ଣାମେଣ୍ଟରେ କେତେଟା ଗୋଲ ସ୍କୋର ହେଇଥିଲା? 308ଟା। କେତେଟା ହେଇଥିଲା? 308ଟା। ଟୋଟାଲ ମ୍ୟାଚ୍ କେତେଟା କହିଥିଲି ମୁଁ? ଟୋଟାଲ ମ୍ୟାଚ୍ ଆପଣ ମାନଙ୍କର ହେଇଥିଲା କେତେ? 104। ଗୋଲ ସ୍କୋର ହେଇଥିଲା କେତେ? 308। ଗୋଲ ସ୍କୋର କେତେ? ଗୋଲ ସ୍କୋର ହେଇଥିଲା 308। ହେଲା, ତା ପର ମ୍ୟାଚର ଗୋଲ ଦେଖିଲେ କେତେ? 308 ଡିଭାଇଡେଡ ବାଇ 104। 9, 2.9 ସମଥିଙ୍ଗ ଆଉ। ହେଲା,
तो नेक्स्ट क्वेश्चन की ଯିବା। Which three countries jointly hosted the tournament? କୋଉ ତିନିଟା କଣ୍ଟ୍ରି ଏ ଟୁର୍ଣ୍ଣାମେଣ୍ଟ କୁ ହୋଷ୍ଟ କରିଥିଲେ? କିଏ କରିଥିଲେ? ଆମର କିଏ? କାନାଡା, ମେକ୍ସିକୋ, ୟୁଏସଏ। ମୁଁ କହିଥିଲି ଆଗରୁ ନା, କାନାଡା, ମେକ୍ସିକୋ, ୟୁଏସଏ। ତ ଆଉ ଆଗକୁ କିଏ କରିବେ? କିଏ କରିବେ 2030 ରେ କିଏ କରିବାର ଅଛି? 2030 ରେ କରିବାର ଅଛି କିଏ? 2030 ରେ କରିବାର ଅଛି ମୋରୋକୋ, ପର୍ତ୍ତୁଗାଲ, ଆଉ ଗୋଟେ କିଏ? ସ୍ପେନ୍। ହେଲା, ତ ଦେଖିବା which player won the golden boot in this tournament? ଗୋଲ୍ଡେନ ବୁଟ୍ ମାନେ କିଏ? ମାନେ ଯିଏ ହାଇଏଷ୍ଟ ସ୍କୋରର, ମାନେ ହାଇଏଷ୍ଟ ଗୋଲ ଯିଏ ସ୍କୋର କରିଥିବେ କିଏ? କାଇଲିନ୍ ଏମ୍ବାପେ, ଯିଏ କଣ ଫ୍ରାନ୍ସ ପ୍ଲେୟାର, ଫ୍ରାନ୍ସର କ୍ୟାପ୍ଟେନ କାଇଲିନ୍ ଏମ୍ବାପେ। କେତେଟା ଗୋଲ ସ୍କୋର କରିଥିଲେ? ଗୋଲ ସ୍କୋର କରିଥିଲେ 10ଟା। ତ ସେକେଣ୍ଡ ହାଇଏଷ୍ଟ ଗୋଲ ସ୍କୋର କିଏ କରିଥିଲେ? ଲାଇନଲ ମେସି ସେକେଣ୍ଡ ହାଇଏଷ୍ଟ ଗୋଲ ସ୍କୋର ହେଲା, ସେକେଣ୍ଡ ହାଇଏଷ୍ଟ ଗୋଲ ସ୍କୋର। ଯିଏ କେତେଟା କରିଥିଲେ? ଟୋଟାଲ 8ଟା ଗୋଲ ସ୍କୋର କରିଥିଲେ, 8ଟା ଗୋଲ୍ସ ହେଲା। ସେ ହଉଛି କଣ? ଆର୍ଜେଣ୍ଟିନା କ୍ୟାପ୍ଟେନ ହେଲା। ତ ନେକ୍ସଟ କ୍ୱେଶ୍ଚନ କି ଯିବା। who received the golden glove award given to the best goalkeeper? ମାନେ ବେଷ୍ଟ ଗୋଲକିପର ଯିଏ ପାଇଥିଲେ କଣ? ଗୋଲ୍ଡେନ ଗ୍ଲୋଭ ଆୱାର୍ଡ। ତ ଗୋଲ୍ଡେନ ଗ୍ଲୋଭ ଆୱାର୍ଡ ଆମର କିଏ ପାଇଥିଲେ? ହଁ, ଗୋଲ୍ଡେନ ଗ୍ଲୋଭ କିଏ ପାଇଥିଲେ? ଓନାଇ ସାଇମନ। କିଏ ପାଇଥିଲେ? ଓନାଇ ସାଇମନ। ବେଷ୍ଟ ଗୋଲକିପର ବା ଗୋଲ୍ଡେନ ଗ୍ଲୋଭ ଆୱାର୍ଡ ଓନାଇ ସାଇମନ। ଇଏ ହଉଛି କଣ? ସ୍ପେନ ପ୍ଲେୟାର ହେଲା। ତ ଗୋଲ୍ଡେନ ଗ୍ଲୋଭ ଆୱାର୍ଡ କିଏ ପାଇଥିଲେ? ଓନାଇ ସାଇମନ। Which team was given the fair play award? fair play award କିଏ ପାଇଥିଲେ? କହିଥିଲି fair play award ପାଇଥିଲେ କିଏ? ନେଦରଲ୍ୟାଣ୍ଡ। କୋଉ ଟିମ୍ fair play award ପାଇଥିଲେ? ନେଦରଲ୍ୟାଣ୍ଡ ହେଲା। ଆଉ ନେକ୍ସଟ କ୍ୱେଶ୍ଚନ, who is the second top goal scorer in this world cup? ସେକେଣ୍ଡ ଟପ୍ ଗୋଲ ସ୍କୋରର କିଏ ଥିଲେ? କହିଥିଲି ମୁଁ ଲାଇନଲ ମେସି, ଯେହେତୁ କଣ ଆର୍ଜେଣ୍ଟିନା କ୍ୟାପ୍ଟେନ। କେତେ ଗୋଲ ସ୍କୋର କରିଥିଲେ? 8ଟା ଗୋଲ, 8ଟା ଗୋଲ ସ୍କୋର କରିଥିଲେ ହେଲା। ତ ନେକ୍ସଟ କ୍ୱେଶ୍ଚନ ବା ଲାଷ୍ଟ କ୍ୱେଶ୍ଚନ, ନେକ୍ସଟ ଆଉ ଲାଷ୍ଟ କ୍ୱେଶ୍ଚନ ଦେଖିବା। which three countries will jointly host the 2030 FIFA World Cup? 2030 FIFA World Cup କିଏ ହୋଷ୍ଟ କରିବ? ମୋରୋକୋ, ପର୍ତ୍ତୁଗାଲ, ସ୍ପେନ ହେଲା। ଯୋଉଟା କି ହଉଛି କି 24th ଏଡିସନ ହବ। ଏଟା କିଏ ହୋଷ୍ଟ କରିବେ? ମୋରୋକୋ, ପର୍ତ୍ତୁଗାଲ ଆଉ ସ୍ପେନ ହେଲା। ତ 10ଟା କ୍ୱେଶ୍ଚନ ଥିଲା, ଆଉ ତା ବିଷୟରେ କିଛି କହିଥିଲି। ତ ଏଇଠି କ୍ଲାସ ଶେଷ କରୁଛି। ଯୋଉମାନେ ମୋ ଚ୍ୟାନେଲକୁ ନୂଆ ଆସିଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ, ଏବଂ କ୍ଲାସ ଯଦି ଭଲ ଲାଗିଛି ତ ଲାଇକ୍ କରିଦେବେ। ଏବଂ କିଛି ବି ଡାଉଟ୍ ରହିଲା ତ କମେଣ୍ଟ ସେକ୍ସନରେ କମେଣ୍ଟ କରିବାକୁ ଭୁଲିବେନି। ଆସୁଛି, ଜୟ ଜଗନ୍ନାଥ।